ବିକାଶର ଗର୍ଭବତୀ ସ୍ତ୍ରୀ ଦ ଅର୍ଚ୍ଚନା, ଯାହାର ହୃଦୟ ଆଜି ଭୟ ଓ ଆଶାରେ ଭରି ଯାଇଥିଲା। ଘର କୋଣାରେ ବସିଥିଲେ ବୁଢ଼ୀ ମା ଦେବକୀ। ବୟସ ଆଖିକୁ ଦୁର୍ବଳ କରିଦେଇଥିଲା। କିନ୍ତୁ ଯେତେବେଳେ ଅର୍ଚ୍ଚନା ଏକ ପୁଅକୁ ଜନ୍ମ ଦେଲେ, ସେ ମୁହୂର୍ତ୍ତରେ ଘରେ କେହି ହସିଲେ ନାହିଁ। ନବଜାତ ଶିଶୁଟିର ଅଙ୍ଗ ପ୍ରତ୍ୟଙ୍ଗ ମନୁଷ୍ୟ ପରି, କିନ୍ତୁ ତାଙ୍କର ଚର୍ମ ଖଦଡ଼ା ଏବଂ ଗୋଡ଼ ଦୁଇଟି ସାପର ଲାଞ୍ଜ ପରିଥିଲା। ଅର୍ଚ୍ଚନା ବେହୋସ ହୋଇଗଲେ। ବିକାଶ ଏବଂ ଦେବକୀ ଆଶ୍ଚର୍ଯ୍ୟ ଏବଂ ଭୟରେ ଶିଶୁକୁ ଚାହିଁ ରହିଲେ। ବିକାଶ ନିଜକୁ ସମ୍ଭାଳି ନେଲେ ଏବଂ କହିଲେ, କାହାକୁ କିଛି କୁହ ନାହିଁ, ଏଇଟା ଈଶ୍ୱରର ଇଚ୍ଛା ହେଲା। କିନ୍ତୁ ତାହାର ମନ ଭିତରେ ଏକ ଗଭୀର ଅନୁଶୋଚନା ଜାଗ୍ରତ ହେଲା। କାରଣ କିଛି ବର୍ଷ ପୂର୍ବେ ସେ ଏକ ଭୟଙ୍କର ପାପ କରିଥିଲା। ବିକାଶ ଜଣେ ଗରିବ ଯୁବକ ଥିଲା। ଜଣେ ଧନୀ ବ୍ୟବସାୟୀ ତାକୁ ଏକ ଘନ ଜଙ୍ଗଲ ସଫା କରିବାର କାମ ଦେଇଥିଲେ। ବିକାଶ କଷ୍ଟ କରି କାମ କଲା, କିନ୍ତୁ ଜଙ୍ଗଲ ଶୀଘ୍ର ସଫା ହେଲା ନାହିଁ। ହତାଶ ହୋଇ ସେ ଜଙ୍ଗଲରେ ନିଆଁ ଲଗାଇଦେଲା। ନିଆଁ ଭୟଙ୍କର ଭାବରେ ବ୍ୟାପିଗଲା। ପଶୁପକ୍ଷୀ 10 ଦିଶାକୁ ଦୌଡ଼ିଲେ। ଏହି ବିପର୍ଯ୍ୟୟ ମଧ୍ୟରୁ ଏକ ବିରାଟ ସାପ ବାହାରି ଆସିଲା। ସେହି ସାପଟି ଅଧା ଜଳି ଯାଇଥିଲା ଏବଂ ବିକାଶ ଆଡ଼କୁ ଏକ ଦୁଃଖଭରା ଦୃଷ୍ଟିରେ ଚାହିଁଲା। କାରଣ କିଛି ବର୍ଷ ପୂର୍ବେ ସେ ଏକ ଭୟଙ୍କର ପାପ କରିଥିଲା। ସେହି ଦିନଠାରୁ ବିକାଶ ଏକ ଅଦୃଶ୍ୟ ଅଭିଶାପରେ ଜର୍ଜରିତ ହୋଇଥିଲା। ଏବେ ତାଙ୍କର ନବଜାତ ପୁଅ ୟଶଭ ସେହି ଅଭିଶାପର ଜୀବନ୍ତ ପ୍ରତୀକ ଭାବରେ ଜନ୍ମ ହୋଇଥିଲା। କିନ୍ତୁ ବର୍ଷ ବିତିବା ସହିତ ଋଷଭ ବଡ଼ ହେଲା, କିନ୍ତୁ ତାଙ୍କର ଅସାଧାରଣତା ବଢ଼ିଲା। ତାହାର ଲାଞ୍ଜ ଲମ୍ବା ହେଲା, ଚର୍ମ ଆଉ ଖଦଡ଼ା ହେଲା ଏବଂ ସେ ତଥାପି କାନ୍ଦୁ ବା ହସୁ ନଥିଲା। ପଡ଼ୋଶୀମାନେ ଏହି ରହସ୍ୟ ଜାଣିବା ପରେ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେ। ଏକ ଭୀଷଣ ରାତିରେ ବିଜୁଳି ପଡ଼ିଲା ଏବଂ ଋଷଭ ଏକ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କଲା। ସରକାରୀ କର୍ମଚାରୀ ଆସି ତାକୁ ଏକ ଗବେଷଣା କେନ୍ଦ୍ରକୁ ନେଇଗଲେ। ବିକାଶ ଏବଂ ଅର୍ଚ୍ଚନା ବିଧବାଦ ହୋଇଗଲେ। ଗବେଷଣା କେନ୍ଦ୍ରରେ ଡାକ୍ତରମାନେ ଋଷଭ ଉପରେ ଗବେଷଣା କଲେ। ଏକ ଦିନ ଋଷଭ ବିକାଶକୁ ଡାକିଲା। ସେ ଜଣାଇଲା ଯେ ସେ ସେହି ଜଳି ମରିଥିବା ନାଗବାବାର ଆତ୍ମାର ଅଂଶ ବହନ କରୁଛି। ଯେତେବେଳେ ବିକାଶ ନିଜ ପାପ ସ୍ୱୀକାର କଲା ଏବଂ ଖରାପ ପାଇଁ କ୍ଷମା ମାଗିଲା, ଋଷଭର ଶରୀରରୁ ଏକ ଉଜ୍ଜଳ ଆଲୋକ ବାହାରିଲା। ଋଷଭ କହିଲା, ବାପା, ମୁଁ ଯାଉଛି। ସେହି ନାଗବାବା ବର୍ତ୍ତମାନ ଶାନ୍ତି ପାଇଛି। ତୁମ ପ୍ରାୟଶ୍ଚିତ୍ତ ସତ୍ୟ ଥିଲା। ଏକ ତୀବ୍ର ଆଲୋକର ପ୍ରଭାବରେ 000 ଋଷଭ ଅଦୃଶ୍ୟ ହୋଇଗଲା। ବିକାଶ ଏବଂ ଅର୍ଚ୍ଚନା ଦୁଃଖରେ ଭାଙ୍ଗି ପଡ଼ିଲେ। କିନ୍ତୁ ସେମାନେ ଜାଣିଲେ ଯେ ଏଇଟା ଏକ ମୁକ୍ତି। ସେମାନେ ଗାଁ ଛାଡ଼ି ଏକ ଦୂରବର୍ତ୍ତୀ ସ୍ଥାନକୁ ଚାଲିଗଲେ ଏବଂ ଏକ ଛୋଟ ବିଦ୍ୟାଳୟ ଖୋଲିଲେ। ଗାଁ ପାଖରେ ଥିବା ଶୁଷ୍କ ଜଙ୍ଗଲ ପୁନର୍ବାର ହରିତ ହୋଇଉଠିଲା। ଗୋଟିଏ ଦିନ ବିଦ୍ୟାଳୟର ପିଲାଏ ଆସି କହିଲେ ଯେ ଜଙ୍ଗଲରେ ଏକ ସୁନ୍ଦର କଳା ସାପ ରହିଛି, ଯାହା କାହାକୁ କାମୁଡ଼େ ନାହିଁ। ବିକାଶ ସେହି ସ୍ଥାନକୁ ଗଲା ଏବଂ ସେହି ସାପଟିକୁ ଦେଖିଲା। ସାପଟିର ଆଖିରେ ଶାନ୍ତି ଏବଂ କ୍ଷମା ଝଲକୁଥିଲା। ବିକାଶ ଜାଣିଲା ଯେ ପ୍ରକୃତି ତାକୁ କ୍ଷମା କରିଦେଇଛି। ଏହି ଘଟଣା ବିକାଶକୁ ଶିଖାଇଲା ଯେ ପ୍ରକୃତି ସହିତ ଛଳନା କରିବା ମନୁଷ୍ୟ ଏବଂ ପ୍ରାଣୀ ଉଭୟଙ୍କ ପାଇଁ ବିନାଶକାରୀ ହୋଇପାରେ। କିନ୍ତୁ ସଚ୍ଚା ପଶ୍ଚାତାପ ଏବଂ ପ୍ରାୟଶ୍ଚିତ୍ତ ଦ୍ୱାରା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ଧି ସ୍ଥାପନ ହୋଇପାରେ। ପ୍ରକୃତି ହେଉଛି ଏକ ପବିତ୍ର ଉପହାର। ଏହାକୁ ନଷ୍ଟ କରିବା ଅନେକ ଜୀବନ ଧ୍ୱଂସ କରେ ଏବଂ ଅପ୍ରତ୍ୟାଶିତ ଫଳ ଆଣେ। ସତ୍ୟ, ପଶ୍ଚାତାପ ଏବଂ କ୍ଷମା ହେଉଛି କେବଳ ମୁକ୍ତିର ପଥ।